ଭେନିସ୍ ପାଣିରେ ପହଁରୁଥିବା ଏକ ସହର। ଏପରି ଲାଗିଥାଏ ଯେପରି ସହରଟି ପାଣିରେ ପହଁରୁଛି। ନିଜର ଅଦ୍ଭୁତ ସୌନ୍ଦର୍ଯ୍ୟ, କାରୁକାର୍ଯ୍ୟ ଏବଂ ବହୁ ସଂଖ୍ୟକ ଦ୍ୱୀପ ସମୂହ ଓ ପୋଲ କାରଣରୁ ଦୁନିଆର ଆକର୍ଷଣ ମୁଖ୍ୟବିନ୍ଦୁ ଅଟେ। ଏହି ସହରଟି ଇଟାଲୀର ବେନୋଟା କ୍ଷେତ୍ରରେ ଅବସ୍ଥିତ ଅଟେ। ଏଡ୍ରିଆଟିକ୍ ସାଗର ଉତ୍ତର ପଶ୍ଚିମ ଦିଗରେ ପ୍ରାୟ 118ଟି ଦ୍ୱୀପ ସମୂହ ମଧ୍ୟରେ ଅବସ୍ଥିତ ଏହି ସହର। ଏହା 400ରୁ ଅଧିକ ଛୋଟ ବଡ଼ ପୋଲ ଦ୍ୱାରା ପରସ୍ପରକୁ ସଂଯୁକ୍ତ ଅଟେ। ସହରଟି ସମ୍ପୂର୍ଣ୍ଣ ଭାବରେ ଦ୍ୱୀପ ସମୂହ ଉପରେ ବସିଥିବାରୁ ଗମନାଗମନ ପାଇଁ କୌଣସି ରାସ୍ତା ନାହିଁ। ବହୁ ନଦୀନାଳରେ ପରିପୂର୍ଣ୍ଣ ଦେଶଟି ଗମନାଗମନ ପାଇଁ ସମ୍ପୂର୍ଣ୍ଣ ଭାବରେ ଡଙ୍ଗା ଏବଂ ମୋଟର ବୋଟ ଉପରେ ନିର୍ଭରଶୀଳ। ଏପରି ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟବହୃତ ଆମ୍ବୁଲାନ୍ସ ମଧ୍ୟ ମୋଟର ବୋଟ ଅଟେ। ତେଣୁ ଭେନିସ୍ ସହର ପୃଥିବୀରେ ଏକମାତ୍ର ସହର ଯେଉଁଠି କାର୍, ବସ୍ କିମ୍ବା ମୋଟର ସାଇକେଲ ବ୍ୟବହୃତ ନ ହୋଇ ତା ବଦଳରେ ଲୋକମାନେ ଡଙ୍ଗା ଓ ମୋଟର ବୋଟରେ ଯାତାୟାତ କରନ୍ତି। ଭେନିସ୍ର ମୁଖ୍ୟ ମାର୍ଗ ହେଉଛି ଗ୍ରାଣ୍ଡ କେନାଲ, ଯାହାକି ଭେନିସ୍ର ସଂକୀର୍ଣ୍ଣ ଗଳିର ଛୋଟ ଛୋଟ ନଦୀ ନାଳ ସହିତ ସଂଯୁକ୍ତ ଅଟେ। ଗ୍ରାଣ୍ଡ କେନାଲର ଅନେକ ପାରମ୍ପରିକ ନୌକା ଯାଉଥିବାର ଦେଖାଯିବ ଏବଂ ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କର ଏହା ମୁଖ୍ୟ ଆକର୍ଷଣ ଅଟେ। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଜର ମତାମତ ରଖନ୍ତୁ ଏବଂ ଚ୍ୟାନେଲକୁ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ।